आज ମୁଁ ଆପଣମାନଙ୍କ ପାଇଁ ଆଣିଛି ଚାଉଳରେ ଏମିତି ଗୋଟିଏ ସୁନ୍ଦର ପିଠା। ଆପଣ ଦେଖିକି ଜାଣିପାରୁଥିବେ ଯେ କେତେ ସୁଆଦିଆ ହେଇଥିବ। ତ ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆପଣ କିଏ କେତେ ପ୍ରକାର ତ ପିଠା ବନାଉଛନ୍ତି, କିନ୍ତୁ ଥରେ ଏହିପରି ଚାଉଳରେ ପିଠା ବନେଇକି ଦେଖନ୍ତୁ, ଦେଖିବେ ବହୁତ କମ୍ ସମୟରେ ଏମିତି ଗୋଟେ ସୁନ୍ଦର ପିଠା ଆପଣଙ୍କର ରେଡ଼ି ହେଇଯିବ। ଆପଣ ଦେଖିକି ଜାଣିପାରୁଥିବେ ପିଠାଟି ଭିତରୁ କେତେ ସୁଆଦିଆ ହେଇଥିବ। ତ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର ଏହି ରେସିପି ବନାଇବା ପାଇଁ ମୁଁ ଏଠି ଗୋଟେ ବାଉଲ୍ ଅରୁଆ ଚାଉଳକୁ ନେଇକି ଘଣ୍ଟେ ଆଗରୁ ପାଣିରେ ଭିଜେଇକି ରଖି ନେଇଥିଲି। ତ ଏବେ ଭିଜି ଯାଇଛି। ମୁଁ ସେଇ ସେମ୍ ବାଉଲ୍କୁ ଏମିତି ବାହାର କରି ନେଇଛି। ଘରେ ଥିବା ଅରୁଆ ଚାଉଳ ଆପଣ ନେଇପାରିବେ। ମୁଁ ଘରେ ଥିବା ଅରୁଆ ଚାଉଳ ବା ମୋଟା ଅରୁଆ ଚାଉଳ ଏଠି ନେଇଛି। ତ ଏବେ କ'ଣ କରିବା ନା, ଏମିତି ଗୋଟେ ମିକ୍ସିଂ ଜାର୍ରେ ଦେଇଦେବା ସେଇ ଅରୁଆ ଚାଉଳକୁ। ତାପରେ ସେଥିରେ ଅଳ୍ପ କିଛି ପାଣି ଦେଇକି ଏହିପରି ଚିକ୍କଣ କରିକି ବାଟିକି ନେଇ ଆସିବା। ତ ଏବେ ମୁଁ ଏମିତି ବାଟିକି ନେଇ ଆସିଛି। ତ ଏବେ କ'ଣ କରିବା ନା, ଏବେ ଗୋଟେ ଜାଗାକୁ ଏମିତି ବାହାର କରି ନେବା। ତ ମୁଁ ଏମିତି ଗୋଟେ ଜାଗାକୁ ବାହାର କରି ନେଇଛି। ଦେଖନ୍ତୁ ଏମିତି ଚିକ୍କଣ କରିକି ହିଁ ବାଟିବେ, ଖଦଡ଼ ବିଲକୁଲ ରଖିବେ ନାହିଁ। ତ ଏବେ এই ଚାଉଳ ବଟାଟିକୁ ସାଇଡ଼କୁ ରଖି ନେବା ଏବଂ ନେକ୍ସଟ ପ୍ରୋସେସକୁ ଯିବା। ଏବେ ଗ୍ୟାସ୍ ଅନ୍ କରି ମୁଁ ଗୋଟେ ପ୍ୟାନ୍ ବସାଇ ନେଇଛି ଏବଂ ସେଥିରେ କିଛି ଗୁଡ଼ ଦେଇଦେଇଛି। ଗୁଡ଼ ଏଠି ଗ୍ରାମ ହିସାବରେ 150 ଗ୍ରାମ ଅଛି। ଯେହେତୁ ଚାଉଳ ମୁଁ 150 ଗ୍ରାମ ନେଇଛି, ଗୁଡ଼ ବି ମଧ୍ୟ ସେମିତି 150 ଗ୍ରାମ ନେଇଛି। ଆପଣ ଯଦି ଏଠି ମିଠା ଅଧିକ ଖାଇବାକୁ ଚାହୁଁଛନ୍ତି ତେବେ ଗୁଡ଼ର କ୍ୱାଣ୍ଟିଟି ଏଠି ଅଧିକ କରିକି ଦେଇପାରିବେ। ତ ଏବେ ହାଫ୍ କପ୍ ଭଳି ପାଣି ଦେଇକି ତ ଆପଣଙ୍କୁ ଗୁଡ଼କୁ ଏହିପରି ମେଲ୍ଟ କରିବାର ଅଛି। ବିଲକୁଲ ଆପଣଙ୍କୁ ଇଠା ପାଗ କରିବା କିଛି ବି ଦରକାର ନାହିଁ। ଯେତେବେଳେ ଏମିତି ଗୋଟେ ଫୁଟୁଣା ହେଇ ଆସିବ ବା ଏମିତି ଟିକେ ଫେଣ ଫେଣ ଭଳି ଦେଖାଯିବ, ସେତେବେଳେ ଆପଣ ଗ୍ୟାସ୍ ଅଫ୍ କରିନେବେ ଏବଂ ଏହି ଗୁଡ଼ ପାଣିକୁ ଆପଣ ଥଣ୍ଡା କରିନେବେ। ତ ଥଣ୍ଡା ହେଇସାରିଲା ପରେ କ'ଣ କରିବେ ନା, ଆପଣ ଯେଉଁ ଚାଉଳର ବ୍ୟାଟର ବନେଇକି ରଖିଥିବେ, ଏବେ ସେଇ ଚାଉଳ ବ୍ୟାଟରରେ ଏଇ ଗୁଡ଼ର ଲିକ୍ୱିଡ଼କୁ ଦେଇଦେବେ। ତାପରେ କ'ଣ କରିବେ ନା, ଭଲ ଭାବରେ ଏହିପରି ମିଶାଇ ନେବେ। ତ ଆପଣ ଯଦି ଏହିଭଳି କେବେ ବନେଇ ନାହାନ୍ତି, ଥରେ ଏହିଭଳି ବନେଇକି ଦେଖନ୍ତୁ, ଦେଖିବେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଏହିପରି ଭାବେ ଆପଣ ମିଶାଇ ସାରିଲା ପରେ ଆପଣ ଯେତିକି ଚାଉଳ ନେଇଥିବେ ତାର ଅଧା ଏଠି ଅଟା ଦେଇଦେବେ। ଅଟା ଜାଗାରେ ଆପଣ ଚାହିଁଲେ ଏଠି ମଇଦା ମଧ୍ୟ ଦେଇପାରିବେ। ତ ମୁଁ ଏଠି ଅଟା ଦେଇଛି। ମୁଁ ଯେତିକି ଚାଉଳ ନେଇଥିଲି ତାର ଅଧା ମୁଁ ଏଠି ଅଟା ଦେଇଦେଇଛି। ତ ଅଟାକୁ ଦେଲା ପରେ ଭଲ ଭାବରେ ଏହିଭଳି ଭାବେ ମିଶାଇ ଦେବେ। ଅଟାକୁ ଦେଲା ପରେ ଆମର ବ୍ୟାଟରଟି ପୁରା ଥିକ୍ ହେଇଯାଇଛି। ତ ଏବେ କ'ଣ କରିବା ନା, ଏଠି ଅଳ୍ପ କିଛି ପାଣି ଦେଇକି ଏମିତି ଗୋଳେଇ ନେବେ। ତ ପ୍ରଥମେ ଭଲ ଭାବରେ ଏମିତି ମିଶାଇ ନେବେ। ତାପରେ ଆପଣ ଏଠି ଦେଖିକି ପାଣି ଦେଇଦେବେ। ତ ପାଣି ଆପଣ ଏଠି ଦେଖିକି ଦେବେ। ପ୍ରଥମେ ଅଳ୍ପ ଟିକେ ପାଣି ଦେଇକି ଦେଖିବେ। ତାପରେ ଯଦି ଦରକାର ହେଉଛି ତାପରେ ଏଠି ଆପଣ ପାଣି ଆଡ଼୍ କରିପାରିବେ। ତ ଏଠି ଆପଣଙ୍କୁ ବ୍ୟାଟରଟିକୁ ବେଶୀ ପତଳା କରିବାର ନାହିଁ କି ବେଶୀ ମୋଟା କରିବାର ନାହିଁ। ଆପଣ ସେଥିପାଇଁ ଏଠି ପାଣିଟି ଦେଖିକି ଦେବେ। ଅତ୍ୟଧିକ ପାଣି ଏକାବେଳକେ ଦେବେ ନାହିଁ। ତ ଏହିଭଳି ଭାବେ ଏମିତି ମିଶାଇ ନେବେ। ତାପରେ କ'ଣ କରିବେ ନା, ତାପରେ ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି ଏବଂ ଅଳ୍ପ କିଛି ପାଣି ଦେଇକି ଏହିଭଳି ଭାବେ ଏମିତି ମିଶାଇ ନେଇଛି। ତ ବ୍ୟାଟରଟିକୁ ଏହିଭଳି ଭାବେ ଭଲ ଭାବରେ ମିଶାଇ ସାରିଲା ପରେ ଆପଣ ଏଠି ଚେକ୍ କରିନେବେ, ଯେମିତିକି ବ୍ୟାଟରଟି ଆମର ଡଙ୍କିର ପଛପଟ ସାଇଡ଼୍ରେ ଲାଗିକି ରହୁଥାଏ। ବିଲକୁଲ ଯେମିତି ମାନେ ପତଳା ନ ଦେଖାଯାଏ ସେମିତି ହିଁ ବ୍ୟାଟରଟିକୁ ବନେଇବାର ଅଛି। ତ ଏବେ ଏଠି ବ୍ୟାଟରଟି ଆପଣଙ୍କର ପ୍ରସ୍ତୁତ ହେଇଯାଇଛି। ଆପଣ ଏ ବ୍ୟାଟରଟିକୁ ଚାହିଁଲେ 10 ମିନିଟ୍ ପାଖାପାଖି ରଖିପାରିବେ, ନାହିଁ ତ ସଙ୍ଗେ ସଙ୍ଗେ ମଧ୍ୟ ବନେଇ ପାରିବେ। ତ ଆରପଟ ସାଇଡ଼୍ରେ ମୁଁ ତେଲ ଗରମ କରି ନେଇଛି। ତେଲକୁ ହାଇ ଫ୍ଲେମ୍ରେ ବିଲକୁଲ ଗରମ କରିବେ ନାହିଁ, ଲୋ ଟୁ ମିଡ଼ିୟମ୍ରେ ରଖିବେ ଏବଂ ଏହିଭଳି ଭାବେ ଏମିତି ଟିକେ ବ୍ୟାଟର ନେଇକି ପ୍ରଥମେ ଚେକ୍ କରିନେବେ। ତ ମୁଁ ଏଠି ଟିକେ ଚାମଚରେ ନେଇକି ବ୍ୟାଟରଟି ଟିକେ ପକେଇକି ତେଲରେ ଦେଖି ନେଇଛି। ଯେତେବେଳେ ବ୍ୟାଟରଟି ଉପରକୁ ଉଠି ଆସିବ ଜାଣିବେ ଯେ ଆପଣଙ୍କର ତେଲଟି ଗରମ ହେଇ ଆସିଲାଣି। ତ ଏବେ କ'ଣ କରିବା, ତେଲ ଯେହେତୁ ଗରମ ହେଇ ଆସିଲାଣି, ମୁଁ ଏଠି ଗୋଟେ ଡଙ୍କି ନେଇକି ଏମିତି ଦେଇଦେଇଛି। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରେ ରଖିଛି, ହାଇ ଫ୍ଲେମ୍ରେ ବିଲକୁଲ ରଖିବେ ନାହିଁ। ତ ଦେଖନ୍ତୁ ପିଠାଟି କେତେ ସୁନ୍ଦର ଉପରୁ ଫୁଲି ଆସିଲାଣି। ଯେତେବେଳେ ଏମିତି ଫୁଲି ଆସିବ, ଗୋଟେ ପଟ ସାଇଡ଼୍ ହାଲକା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଆସିଲେ ଆପଣ ଅନ୍ୟ ପଟ ସାଇଡ଼୍କୁ ଏହିଭଳି ଭାବେ ଏମିତି ଓଲଟ ପାଲଟ କରିନେବେ। ଦୁଇ ପଟ ସାଇଡ଼୍କୁ ଭଲ ଭାବରେ ଏମିତି ତେଲରେ ଭାଜିଲା ପରେ ଆପଣ ଗୋଟେ ପ୍ଲେଟ୍କୁ ବାହାର କରିନେବେ।
ତ ଦେଖନ୍ତୁ ମୁଁ ତ ଏବେ ଗୋଟେ ଦେଖେଇ ଦେଇଛି ଏବଂ ଆଉ ଗୋଟେ ମଧ୍ୟ ସେମିତି ତେଲରେ ପକେଇକି ଆପଣଙ୍କୁ ଦେଖେଇ ନେଉଛି। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ତ ସବୁ ବ୍ୟାଟରକୁ ଆପଣଙ୍କୁ ଏହିପରି ବନେଇବାର ଅଛି ଏବଂ ଏମିତି ଗୋଟେ ଗୋଟେ କରିକି ହିଁ ତେଲରେ ଦେବେ। ଏକା ବେଳକେ 2ଟା 3ଟା ବିଲକୁଲ ବନେଇବେ ନାହିଁ। ତ ସେଇ ସେମ୍ ପ୍ରୋସେସ୍ରେ ମୁଁ ସବୁ ପିଠା ଗୁଡ଼ିକ ଏହିପରି ବନେଇକି ରଖି ନେଇଛି। ତ ଆଜିର ଏହି ପିଠା ରେସିପିଟି ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି। ଆଶା କରୁଛି ଆଜିର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିଥିବ। ମୋର ଏହି ରେସିପି ଆପଣଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଛି ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଆପଣ ଏହିଭଳି ଭାବେ ଓଷା ବ୍ରତରେ ବନେଇକି ଖାଇପାରିବେ ଏବଂ ବହୁତ କମ୍ ସମୟରେ ବା କମ୍ ପରିଶ୍ରମରେ ଏମିତି ଗୋଟିଏ ପିଠା ଆପଣଙ୍କର ପ୍ରସ୍ତୁତ ହୋଇଯିବ। ତ ଏବେ ମୁଁ ଆପଣଙ୍କୁ ଏମିତି ଗୋଟେ ଭାଙ୍ଗିକି ଦେଖେଇ ନେଉଛି। ଦେଖନ୍ତୁ ଉପରୁ ଦେଖାଯିବା ପାଇଁ ଯେତିକି ସୁନ୍ଦର, ଭିତରୁ ଖାଇବା ପାଇଁ ମଧ୍ୟ ସେତିକି ସୁଆଦିଆ। ତ ଆଜିର ଏହି ରେସିପି ଆପଣଙ୍କୁ ଯଦି ଭଲ ଲାଗିଛି ଆପଣଙ୍କ ଅନୁଭୂତି ମୋ ସହିତ ନିଶ୍ଚିନ୍ତ ସେୟାର କରିବେ। ତ ଆଜି ପାଇଁ ଏତିକି। ମୁଁ ଆଉ ଗୋଟିଏ ରେସିପି ନେଇକି ଆପଣମାନଙ୍କ ପାଖକୁ ଆସିବି। ସେ ପର୍ଯ୍ୟନ୍ତ ରହିଲି। ନମସ୍କାର।